ତାତି ବଢୁଛି, ମୁଣ୍ଡ ବୁଲଉଛି, ଦେହ ହାତ ଜଳି ଯାଉଛି। ଓଡ଼ିଶାରେ ତାତି ବିସ୍ଫୋରଣ, ଆକାଶରୁ ବର୍ଷୁଛି ନିଆଁ, ତତଲା ପବନ, ପଶ୍ଚିମରୁ ଅଭ୍ୟନ୍ତରୀଣ କଲବଲ କରୁଛି ଗ୍ରୀଷ୍ମ ଲହରୀ। ଉପକୂଳରେ ବି ତାତିରୁ ମିଳୁନି ତ୍ରାହି, ଟାଇଁ ଟାଇଁ ଖରାରେ ସିଝି ଯାଉଛି ମେ ମାସ ତାତି। ଦାଉ ସାଧୁଛି ନଈତପା, ପ୍ରଚଣ୍ଡ ରୌଦ୍ର ତାପରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। ରାଜ୍ୟରେ ଅଂଶୁଘାତରେ ଗଲାଣି 3 ଜୀବନ। ପାଣିପାଗ ବିଭାଗର ପୂର୍ବାନୁମାନ ଶୁଣିଲେ ଲାଗୁଛି ଡର, ଆଗକୁ ଆହୁରି ସାଂଘାତିକ ହେବ ସ୍ଥିତି। ଆଉଟୁ ପାଉଟୁ ହେବ ଜୀବଜଗତ। ତେବେ ଆପଣମାନେ ଜାଣିଛନ୍ତି କି କେତେ ଡିଗ୍ରୀ ପର୍ଯ୍ୟନ୍ତ ତାତି ସହିପାରିବ ମଣିଷ? କେତେ ଡିଗ୍ରୀ ଉପରକୁ ତାପମାତ୍ରା ଗଲେ ମୃତ୍ୟୁ ହେବାଟା ଥୟ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ। ମଣିଷ ଶରୀର ଏକ ମେସିନ ଭଳି କାମ କରେ। ଏହାର ଏକ ନିର୍ଦ୍ଧାରିତ ସୀମା ଅଛି। ଶରୀର ସେତିକି ସୀମା ଯାଏ ତାତି ସହ୍ୟ କରିପାରିବ। ହେଲେ ତାପମାତ୍ରା ପିକ୍ ପଏଣ୍ଟରେ ପହଞ୍ଚିଗଲେ ଅଙ୍ଗ ପ୍ରତ୍ୟଙ୍ଗ ସାଇରନ୍ ଦେବେ, ମସ୍ତିଷ୍କ କାମ କରିବ ବନ୍ଦ କରିଦେବ। ମଣିଷ ଶରୀରର ସାମାନ୍ୟ ତାପମାତ୍ରା ହେଉଛି 98.6 ଡିଗ୍ରୀ, ଯାହାକି 37.5 ଡିଗ୍ରୀ ସେଲସିୟସର ବରାବର ହୋଇଥାଏ। ଜଣେ ସୁସ୍ଥ ମଣିଷ ଅଧିକରୁ ଅଧିକ 42.3 ଡିଗ୍ରୀ ସେଲସିୟସ ଯାଏଁ ବାହ୍ୟ ତାପମାତ୍ରା ସହ୍ୟ କରିପାରେ। 40 ଡିଗ୍ରୀରୁ ଉପରକୁ ହେଲେ ଶରୀରକୁ ଶୀତଳ ରଖିବା ପାଇଁ ମସ୍ତିଷ୍କ କମାଣ୍ଡ ଦିଏ। ଏହାପରେ ତ୍ୱଚା ଆଡ଼କୁ ରକ୍ତ ସଞ୍ଚାଳନ ବଢ଼େ। ଏହାଦ୍ୱାରା ଆମ ଦେହରୁ ଝାଳ ବାହାରେ। ଝାଳରେ ପବନ ବାଜିଲେ ଶରୀର ଥଣ୍ଡା ହୁଏ, ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳେ। ତେବେ ପ୍ରଚୁର ପାଣି ପିଇ ଛାଇରେ ରହି 45 ଡିଗ୍ରୀରୁ 50 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିହେବ। ହେଲେ ପାରଦ 50 ଡିଗ୍ରୀ ଟପିଗଲେ ଜୀବନ ଚାଲିଯିବାଟା ଥୟ। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍।